ଅନନ୍ତରାମ ପ୍ରଧାନ। ହଁ ଆଜ୍ଞା, ଆଜି ଆମର ଏଇଟା ଦୋଳ ପୂର୍ଣ୍ଣମୀ, ଆଜି ତିଥି ଅନୁସାରେ ଦୋଳ ପୂର୍ଣ୍ଣମୀ, ପବିତ୍ର ଦୋଳ ପୂର୍ଣ୍ଣମୀ ଆମେ 2012 ମସିହାରୁ ଉତ୍ସବ ପାଳନ କରି ଆସୁଛୁ ପ୍ରତିବର୍ଷ। ତ ଏ ବର୍ଷ ମଧ୍ୟ ପାଳନ କରିବାର ଥିଲା। ଆଉ ଟିକେ ସ୍ପେଶାଲ ଯୋଡ଼ି ହେଇଗଲା କ'ଣ ନା, ସମସ୍ତ ଭାଇମାନେ ସମସ୍ତ ସାରଥୀ ପରିବାର ଆମେ ମିଳିମିଶି ଆମ ଭାବନାର ଗୋଟେ ମନ୍ଦିର ଆଜି ତିଆରି କରିଛୁ। ସବୁ ମିଳିମିଶି, କିଏ ଆର୍ଥିକ, କିଏ ମାନସିକ, କିଏ ଶାରୀରିକ ଶ୍ରମ ଦେଇ ଆଜି ସୁନ୍ଦର ମନ୍ଦିରଟେ ହେଲା, ପ୍ରଭୁ ସାରଥୀ ସତ୍ସଙ୍ଗ ମନ୍ଦିର। ତ ଏଇ ଦିନର ପ୍ରତିଷ୍ଠା ଉତ୍ସବ ବି ହେଲା, ତା ସହିତ ଦୋଳ ପୂର୍ଣ୍ଣିମା ଉତ୍ସବ ମଧ୍ୟ ଆଜି ପାଳନ କଲୁ ଆଜ୍ଞା। ଆଉ ସକାଳ 8ଟାରେ ଭଲ, ଆଜିର ତିଥି ଅନୁସାରେ ସକାଳ 8ଟାରୁ 8ଟା 40 ମଧ୍ୟରେ ବିଗ୍ରହ ସ୍ଥାପନ ହେଲେ, ହୋମ ଯେମିତି ରୀତିନୀତି ଅନୁସାରେ ଆମର ହେବାର ଥିଲା। ତାପରେ ସତ୍ସଙ୍ଗ କାର୍ଯ୍ୟକ୍ରମ, ଆଉ ହୋଲି ଉତ୍ସବ ସରିଲା ପରେ ପ୍ରସାଦ ପାଇକି ସମସ୍ତେ ଯାହା ଘରୁ ସେ ଯିବା ପାଇଁ ବାହାରିଲେଣି। ଆମର ଏଇ କୋରାପୁଟ ମାଲକାନଗିରି, ଆଉ ବାହାର ନୁହଁ, କୋରାପୁଟ ମାଲକାନଗିରିର ଡିଭୋଟି ଭାଇମାନେ ସବୁ ଆସିଥିଲେ। ମନ୍ଦିର ନାଁ କ'ଣ ଦେଇଛନ୍ତି? ପ୍ରଭୁ ସାରଥୀ ସତ୍ସଙ୍ଗ ମନ୍ଦିର। ଆଚ୍ଛା, ଆପଣ କଲେ ଠିକ୍ ଅଛି, ପ୍ରଶାସନ ବ୍ୟବସ୍ଥା ମଧ୍ୟ କରୁଛନ୍ତି ବହୁତ ଭଲ। କିନ୍ତୁ ବିବାଦ ଯାହା ହେଉଛି ଦେଖୁଛି ମୁଁ, ବର୍ତ୍ତମାନ ସାରଥୀଙ୍କର ବଡ଼ ଫଟୋ ରଖିଛନ୍ତି, ସେ ପାଖରେ ଯେହେତୁ ଜଗନ୍ନାଥଙ୍କର ଛୋଟିଆ ଗୋଟେ ମୂର୍ତ୍ତି ରଖିଛନ୍ତି, କ'ଣ ପାଇଁ ଏଠି କୋଉଠି ନା କୋଉଠି ମାନେ ସାରଥୀଙ୍କୁ ବଡ଼ କରିଦେଲେ, ଜଗନ୍ନାଥ ଛୋଟ କରିଦେଲେ? ନା ଆଜ୍ଞା, ଆମ ଭାବନା ତ ଠାକୁର ସମାନ, ଠାକୁର କେତେବେଳେ ସାନ କି ବଡ଼ ହେଇନଥାନ୍ତି। ଆଉ ଯେଉଁ ଛୋଟ ବଡ଼ କଥା କହୁଛନ୍ତି, ଆମେ ଫଟୋ ଚିତ୍ରକୁ ବଡ଼ କରିପାରିବା, କିନ୍ତୁ ମୂର୍ତ୍ତିକୁ ଯଦି ଆମେ ପୂଜା କରିବା ତାହେଲେ ତାକୁ 11 ଇଞ୍ଚରୁ କମ୍ ରଖିବା, ଆମର ସନାତନ ସଂସ୍କୃତି କହୁଛି। ସନାତନ ସଂସ୍କୃତି ଅନୁସାରେ ଯଦି 11 ଇଞ୍ଚରୁ ଆମେ ଅଧିକ ରଖିବା ତାହେଲେ ଘର ପ୍ରତି ବିପଦ ଆସିବ। ନହେଲେ ସେଇଭଳିଆ ରୀତିନୀତିରେ ପୂଜା କରିବା ଆଜ୍ଞା, ଆମେ ତେଲ ଲୁଣ ସଂସାରରେ ବଞ୍ଚିବା ଲୋକ, କେତେବେଳେ ପୂଜା ହେବ କେତେବେଳେ ନାହିଁ। ସେଥିପାଇଁ ଆମେ କେମିତି ଏତେ ବଡ଼ ବିଗ୍ରହଟେ ଆମେ ଘରେ ରଖି ପୂଜା କରିବୁ ପାପ ମୁଣ୍ଡିଆ ପାଇଁ? ସେଥିପାଇଁ ଯେଉଁ ଦେଖୁଛନ୍ତି ଜଗନ୍ନାଥଙ୍କର, ସେ ହେଉଛନ୍ତି ମୂର୍ତ୍ତି, ପ୍ରଭୁଙ୍କର ହେଉଛି ଫଟୋଚିତ୍ର ବଡ଼ ଅଛି, କିନ୍ତୁ ମୂର୍ତ୍ତିଟା 11 ଇଞ୍ଚରୁ କମ୍, ମାନେ 10 ଇଞ୍ଚ ଅଛି। ଯଦି ପ୍ରଭୁଙ୍କର କୃପା ହୁଏ, ଜଗନ୍ନାଥଙ୍କର ଅଶେଷ କୃପା ହୁଏ, ତ ନିଶ୍ଚୟ ଆଜ୍ଞା ମନ୍ଦିର ତ ପ୍ରତିଷ୍ଠା ହେଲା, ପ୍ରଭୁଙ୍କର ବିରାଟ ବଡ଼ ଆକାରରେ ଆମ ସାମର୍ଥ୍ୟ ଅନୁସାରେ ଆମେ ପୂଜା କରିବା ପାଇଁ ସମିତି ଭାଇମାନେ ସବୁ ମିଳିମିଶି ଚିନ୍ତା କରିବୁ। ଆଉ ଦେଖୁଛନ୍ତି, ଆମ ତ ଜଗନ୍ନାଥଙ୍କ ପ୍ରେମୀ, ସେଥିପାଇଁ ତ ଦେଖୁଛନ୍ତି କାନ୍ଥରେ ଏତେ ବଡ଼ ବିଗ୍ରହ ଆମେ କରିଛୁ, ମାନେ ଖୁସିରେ ଆମେ। ଆଜ୍ଞା, ଏଠି ଗରୁଡ଼ ଆପଣ ସ୍ଥାପନ କରିଛନ୍ତି, ଆମେ ଦେଖୁଛୁ ରାଧାଙ୍କର ମଧ୍ୟ ଏଠି ମୂର୍ତ୍ତି ଅଛି, କୃଷ୍ଣଙ୍କର ମୂର୍ତ୍ତି ଅଛି, କ'ଣ ପାଇଁ ମାନେ ସାରଥୀଙ୍କ ସହିତ ଏସବୁ କାହିଁ ରଖୁଛନ୍ତି? କୃଷ୍ଣ ତ ମୁଁ କହୁଛି ନା, ଜଗନ୍ନାଥ କୃଷ୍ଣ ବା ଆମ ପ୍ରଭୁ ଆମେ ଏକ ବୋଲି ମାନୁଛୁ। କୃଷ୍ଣ କେମିତି ଅଲଗା? ସାରଥୀ ବି ଜଗନ୍ନାଥ, ସାରଥୀ ବି କୃଷ୍ଣ। ଆଜ୍ଞା, ମୋ ଜନ୍ମ ଆଜ୍ଞା ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ। ନାଇଁ, ଆପଣଙ୍କର ହେଇଥାଏ ଆଜ୍ଞା, ସାରଥୀ କ'ଣ ଜଗନ୍ନାଥ? ମୋ ଅନୁଭବର କଥା କହୁଛି, କାହା ପାଇଁ କ'ଣ ହେଇପାରେ ଆଜ୍ଞା, କାହା ପାଇଁ ଭଣ୍ଡ, କିଏ କହୁଛି ଭଗବାନ, କିଏ କହୁଛି ମୋ ପାଇଁ ଆରାଧ୍ୟ ଠାକୁର। ମୋ ପାଇଁ ମୋ ଜଗନ୍ନାଥ ସେ, ମୋ ପାଇଁ ମୋ କୃଷ୍ଣ ସେ। କିଏ ମାନିଲେ ମାନିଲା, ନ ମାନିଲେ ନାହିଁ। ଅର୍ଜୁନ ମାନିଥିଲା, ତା ରଥରେ ସାରଥୀ ହେଇଥିଲେ। ଦୁର୍ଯ୍ୟୋଧନ ମାନିଲାନି, ତା ପାଇଁ ସେ ବିପକ୍ଷରେ ଛିଡ଼ା ହେଇଥିଲେ। ସେଥିପାଇଁ ଆଜ୍ଞା ମାନିଲେ ଠାକୁର, ନ ମାନିଲେ ପଥର। ଆଜ୍ଞା, କହୁଛି ତାଙ୍କ ବିରୁଦ୍ଧରେ, ସାରଥୀଙ୍କର ବିରୁଦ୍ଧରେ ଯେହେତୁ ମାମଲା ବର୍ତ୍ତମାନ ଚାଲିଛି, ତାଙ୍କୁ ଦୋଷମୁକ୍ତ ମଧ୍ୟ ହେଇନାହାନ୍ତି, ସେ ସମୟରେ ତାକୁ ପୂଜା କରିବା କେତେ ଦୂର ଠିକ୍? ଆଜ୍ଞା, ଆପଣ ତ ଏଜୁକେଟେଡ଼ ଲୋକ, ଆପଣ ସତ୍ୟର ଅନୁସନ୍ଧାନ କରନ୍ତୁ, କେଉଁ କେସ୍ ଲାଗିଛି। ପ୍ରଭୁଙ୍କ ନାଁରେ ଯେଉଁ ଇଡି କେସ୍ଟା ହେଲା, ଯେଉଁ ଅର୍ଥନୈତିକ କେସ୍ଟା, ଆଜ୍ଞା ଏମିତି କେତେ ଟଙ୍କା ବାହାରିଲା? ପ୍ରଭୁଙ୍କର, ଆମ ପ୍ରଭୁ ସାରଥୀଙ୍କର ଲକ୍ଷ ଲକ୍ଷ ଭକ୍ତ ଥିଲେ। ଦିନକୁ ଯଦି 1 ଲକ୍ଷ ଟଙ୍କା, ଟଙ୍କାଏ ଟଙ୍କା ଯଦି ଦେବେ, 1,00,000 ଟଙ୍କା ଆସିବ। 22 ବର୍ଷର ଅନୁଷ୍ଠାନ, କେତେ ଟଙ୍କା ଆଜ୍ଞା ବାହାରିଲା? ଟିକେ ହିସାବ କରି ଦେଖନ୍ତୁ। ଆଉ ଯେଉଁ କେସ୍, ଆଉ ସେ କେସ୍ କଥା ଆପଣମାନେ ଜାଣିଥିବେ, କୋର୍ଟ କଚେରୀ ବି ଆପଣ ବୁଝିପାରିବେ, ତାର ସାର୍ଟିଫିକେଟ୍ କପି କାଢ଼ିପାରିବେ। ଯେଉଁ କେସ୍ ଜଣେ କରିଲା, କେନ୍ଦ୍ରାପଡ଼ାର ନାଁ ଧରିବା ପାଇଁ ମୁଁ ଚାହୁଁନି, ଯେଉଁ ମା ଝିଅ 2 ଜଣ କେସ୍ କଲେ, ପ୍ରଭୁଙ୍କର କ୍ରାଇମବ୍ରାଞ୍ଚ କଷ୍ଟଡ଼ିକୁ ଯିବାର 10 ଦିନ ବା 15 ଦିନ ପରେ 2 ଜଣ ଆସି କେସ୍ କଲେ। କ'ଣ ନା, ଆମର 2015 ମସିହାରେ ଯେଉଁ କେସ୍ ହେଲା, ଆମର ଆଜିକୁ 10 ବର୍ଷ ତଳେ ଶାରଦଦେବ କାନ ଫୁଲଟେ ଟାଣି ନେଇଯାଇଥିଲେ। ତାର ତ 2005 ମସିହା ଟାଣି ନେଇଯାଇଥିଲେ। ଏ ସୁନା ରେଟ୍ ଆପଣମାନେ କେତେ ଥିଲା ଜାଣିଥିବେ 2005 ମସିହାରେ। ପୁଣି କାନ ଫୁଲ ଗୋଟେ କେତେ ଟଙ୍କାର ଜିନିଷ, ପୁଣି ସାରଥୀ ଦେବେ ଟାଣିକି ନେଇଯିବେ ଆସିକିରି। ସେ କ'ଣ ଚୋର ନା ଡକାୟତ ଆଜ୍ଞା? ଆଉ ଗୋଟେ କେସ୍ ଯେଉଁଟାକି ନିଃସର୍ତ୍ତରେ ଜାମିନ ହେଲା, ଆପଣମାନେ ଜାଣିଥିବେ, ସୁପ୍ରିମକୋର୍ଟ ଯେଉଁଟାକି ବିନା ସର୍ତ୍ତରେ ଜାମିନ ଦେଲା, ଆଉ ଓଡ଼ିଶା ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଲା କାହିଁକି ଗିରଫ କରାଯାଇଥିଲା। ସେଇ କେସ୍ରେ ଆଜ୍ଞା ଯେଉଁ ଅଭିଯୋଗ ଥିଲା, ଅଭିଯୋଗଟା କ'ଣ ଥିଲା ନା, ମୋତେ କିଡ଼ନାପ୍ କରି ନେଇଗଲେ। ଆଜ୍ଞା, କେଉଁ ପ୍ରେସର ପଡ଼ିଲା ସେ ଝିଅକୁ ଯେଉଁ କହିଲେ କିଡ଼ନାପ୍ କରି ନେଇଗଲେ? କିଡ଼ନାପ୍ କରି ଜଣେ ଭୁବନେଶ୍ୱର ଏୟାରପୋର୍ଟରୁ ହାଇଦ୍ରାବାଦ କେମିତି ନେବ ଆଜ୍ଞା? ଆପଣମାନେ ଦିନେ ହେଲେ ବି ଏୟାରପୋର୍ଟରେ ଯାଇଥିବେ, ଏରୋପ୍ଲେନ୍ ଯାଇଥିବେ। ମାଆମାନଙ୍କ ଅଲଗା ଲାଇନ୍, ଭାଇମାନଙ୍କ ଅଲଗା ଲାଇନ୍ ଥାଏ। କ'ଣ ପ୍ରଭୁ ଆମର ସୁଟକେସ୍ ଭିତରେ ପୁରୀ ତାକୁ ଟେକି ନେଇଗଲେ? ସେ ପୁରା ଓଜନ ହେବ କେତେ କେଜି? ଆଉ ଯଦି ଆପଣମାନେ କହୁଛନ୍ତି ଜଣେ ଯଦି କ'ଣ ଗଲା, କ'ଣ ହେଲା, ସେ ଆଜ୍ଞା କ'ଣ ଜଣେ ପୁଅ ଆଉ ଝିଅ ସହିତ ଗଲା ମାନେ କ'ଣ କେବଳ ଶାରୀରିକ ସମ୍ପର୍କ ଥିଲେ ହିଁ ଯାଇପାରିବ? କ'ଣ ବାପା ଝିଅ ସମ୍ପର୍କ ନାହିଁ? ଭାଇ ଭଉଣୀ ସମ୍ପର୍କ ନାହିଁ? କ'ଣ ଜେଜେ ନାତି ସମ୍ପର୍କ ନାହିଁ? କେବଳ କ'ଣ ଶାରୀରିକ ସମ୍ପର୍କ ପାଇଁ ହିଁ କ'ଣ ଯାଇପାରିବ ଜଣେ? ଆପଣ ସାରଥୀଙ୍କର ସତ୍ସଙ୍ଗ ପୂଜା କେବେଠୁ କରିକି ଆସୁଛନ୍ତି, କେତେ ବର୍ଷ? ଆଜ୍ଞା 2012 ମସିହାରେ ଆଜ୍ଞା।
2012 ମସିହାରୁ ସତ୍ସଙ୍ଗ ହେଇ ଆସୁଛି ଏଇଠି। 12-13 ବର୍ଷ ଚାଲିଛି। ହଁ ମାନେ 12 ହଁ 13 ବର୍ଷ ଚାଲିଛି ଆଉ 25 ମସିହା। ସ୍ଥାୟୀ ମନ୍ଦିର ହେଲା। ଆଜ୍ଞା ଆଜି ସ୍ଥାୟୀ ମନ୍ଦିର ହେଲା ଆଜ୍ଞା।